उदयवट धाम आमर राजीव लोचन दास समाधि पीठ में आज संध्या समय आम कि बंधु मान आलोचना रखा और भागवत पाठ में सामिल होगा तत्सहित आसतु प्रार्थना रखा यापर कि भागवत उपर हो कि आम आध्यात्मिक चक्र हो ताऊपर आम आलोचना रखा आसतु। देवी सरस्वती व्यासं तत जयो मुदीरये। श्री भगवान भगवतनांच मुखे स्खलितमक्षरं त्र्यक्षरं महावीर्यं अनन्तं निजये। चतुर्विंशति ब्राह्मण चतुर्श्लोक च नारायण नारद दशम श्लोके व्यासश्चैव सदानि च अष्टादश सहस्रेषु कृत्या सत्यवती सुता सुखभिरुपदेशनं परीक्षित निजये। सुख परीक्षित संवादं नारद वसुदेवाय कवि च संवादं अवधूत चतुराजन कृष्ण उद्धव संवादं सुख सौनकमुनिनाङ्गिकानि षड संवादं भगवत नाहं कृष्णामि वैकुण्ठे योगिनं हृदयन च मद्भक्ता यत्र गायन्ति तत्र दृष्टामि नारद। निर्गमकल्पतरुगलितं फलसुखमुखातवृतद्रव्य संयुतं पीबत भागवत रसमालयो मुहुरो रसिका भोगी भावुका। मूकं करोति वाचालं पङ्गुलं नयते गिरिं जगृपान्तमहं वन्दे परमानन्दमाधवम्। ॐ परमानन्द हे माधव पदुगरुचि मकरन्द से मकरन्द पानकरी खेले तरिले ब्रजनारी से ब्रजनारी कपया रे मन मोरा
नमस्कार मात्रा बुड़ाने देते दोष क्षमा करिबे चित्तवास श्री भागवत गीत दास आरंभे जगन्नाथ दास आरंभे जगन्नाथ दास तृतीय स्कंदे गाई गीत तृतीय स्कंदे गाई गीत चरणं तुली बदने देहि शयन शिशुदेहे ये विश्वदाहार उदरे मुतांकु प्रेमंत जठरे धरि विभूति न पारे केवल माया गोसाई ମା କହୁଛନ୍ତି ଯେ ମୁଁ କେମିତି କପିଳକୁ ଗର୍ଭରେ ଧରି ସେ ସ୍ୱୟଂ ଯେ ଦୁଷ୍ଟ ନିବାରୀ ସନ୍ଥ ପାଳୁଛି ଯେ ଯିଏ ସଂସାରରୁ ଯାହାକୁ ଯିଏ ପଦ୍ମରୁ ନାଭି କମଳରୁ ପଦ୍ମ ବାହାର କରି ବ୍ରହ୍ମାଙ୍କୁ ସୃଷ୍ଟି କରିଛନ୍ତି ତାଙ୍କୁ ମୁଁ କେମିତି ଉଦରରେ ଧରିଲି ମୁଁ ଏହା ଜାଣିପାରୁ ନାହିଁ ବୋଲାନ୍ଦେ ଗବାର ହରିହରି ଗୁଣ ମହିମା ନିଜ ତେଜ ବିକାଶ କରିଛି ସହଜ ତୁମ୍ଭେ କପିଳ ଦେବ ଗର୍ଭେ ତୁ ବିଶ୍ୱବ୍ୟାପୀ ଅଛୁ ସର୍ବେ ବନ୍ଦଇ ତୁମର ଚରଣ ତ ଭିନୁ ନାହିଁ ମୋ କାରଣ ସେ ଯେ କପିଳ ଭଗବାନ ସାକ୍ଷାତେ ପରମ ପୁରାଣ କପିଳ ବଚନ ଶରୀରେ ପ୍ରକାଶି ଜନନୀ ମାଙ୍କୁ କହୁଛନ୍ତି ଭୋ ମାତ ଘେନ ମୋ ବଚନ ଏ ମୋର ବାକ୍ୟ ଦିଅ ମନ ଏ ମାର୍ଗେ ବଚନ ପ୍ରକାର କହିଲୁ ତୁମ୍ଭର ଆଗର ଯେବେ ଏ ମାର୍ଗେ ତୁମ୍ଭେ ଯିବ ଏକାନ୍ତେ କୃଷ୍ଣଙ୍କୁ ଦେଖିବ ଏକାନ୍ତେ କୃଷ୍ଣଙ୍କୁ ଦେଖିବ ଅଳତେ ଦେଖିବ ମୁକତି ପାଇବ ନିଶ୍ଚୟ ଭକତି ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର ଲଭିବ ଗୋବିନ୍ଦ ପୟର ଯେମତେ ବ୍ରହ୍ମାଦି ମାନେ ମତେ ପାଇଲେ ସାବଧାନେ ତୁମ୍ଭେ ପାଇବ ସେହି ମତେ ଏଣୁ କହିଲେ ତୁମ୍ଭ ହିତେ ଜୀବ ଯିବାର ବେଳେ ମାଏ ବହୁ ଯାତନା ଜୀବ ପାଏ ଏ ଜୀବ ଯିବାର ବେଳେ ମାଏ ମାନେ କିଏ କହୁଛି ଧ୍ରୁବ କହୁଛନ୍ତି କପିଳ ଭଗବାନ ନିଜେ କହୁଛନ୍ତି ମା ଦେବାହୁତି ଯେ ମାଲୋ ମାନେ ଶରୀର ତତ୍ତ୍ୱ ଆଗ ଅଧ୍ୟାୟରେ ଏଟା ପଳେଇ ଯାଇଛି କପିଳ ମୁନି ଜୀବ ଗଲା କପିଳ ମୁନି ନୁହଁ ଦେବହୂତି ତାଙ୍କ ମାଙ୍କୁ ବୁଝଉଛନ୍ତି ଆତ୍ମତତ୍ତ୍ୱ ଜ୍ଞାନ ଯେ କେମିତି ଦୁଃଖ ଯନ୍ତ୍ରଣା ମାନେ ଜୀବ ଯିବାର ବେଳେ ମାଏ ବହୁ ଯାତନା ଜୀବ ପାଏ कपिल देवावती ज्ञान प्रबोधने नाम त्रयोत्रिंशोऽध्याय ओम भीमस्यावरण भंगो मुनिरपि मति भ्रम ताकू कही स्त्री संभोग सुख से कपिल कही आम तो नर्क बोली गोटे जिन कौटा नर्क लोक कह नर्क कौन आम कौन कौन नर्क कौन गल नर्क कौन तुम पाखे सब अच्छी टिके आज्ञा लोक कथार आम मैंने जानी आसीचु बड़ ओषारे आम पढ़ी आसचु जमालय को गले मृत्यु पर से माने जो माने कुकर्म करि थांदी से माने नरक भोग करंती कोडी तेल कड़े रे पड़िबा आउ एमती हां हां लोक कथार एमती आम जानी आसचु हां ना ठीक सेटा 84 प्रकार आज्ञा अछि अच्छा सेही नरक कथा को नरक 84 प्रकार अछि अच्छा तो जे जेमती कर्म करो तार विभिन्न विभिन्न आज्ञा स्टेज अछि खाली जे गोटाई अछि बोली सेटा न किंतु एटा होची मुख्य जिंस जे नरक बोली जाको कहि स्त्री संभोग से सुख से माने बुझेलानी स्त्री सुख सहित नरकर संपर्क कोन सेटा ही केवल नरक
एपटे पुणी भी एकादश स्कंदरे लिखा है जे वर्तमान कली जुगर से अमृत प्राय देखा जीव ଯୌବନର ସୁଖ ନ ରହିଲେ ଆଜ୍ଞା ମନୁଷ୍ୟ ସଭ୍ୟତା ଆଗକୁ କେମିତି ବଢିବ? ନାଇଁ ସେ ସୁଖ ବା ବର୍ତ୍ତମାନ ସେ ଜିନିଷଟା ବା ସେ ଜିନିଷଟା ହଉଛି ନୁହଁ ଯେତିକି ତାର କର୍ତ୍ତବ୍ୟ ସେତିକି କରିବା କଥା ନିୟମ ଅନୁସାରେ ତାର ଲେଖା ଅଛି ମହାପୁରୁଷ ମାନେ ଲେଖିଛନ୍ତି କିନ୍ତୁ ଆମେ ତାକୁ ସେତିକି କରିପାରୁଥାଏ ତେଣୁକରି ସେଇଟାକୁ ସେ କପିଳ କହିଛନ୍ତି ସେ ବାବଦରେ ବ୍ରହ୍ମଚର୍ଯ୍ୟ ମଧ୍ୟ ପାଳନ କରିବା ଉଚିତ। ଆଜ୍ଞା ସାର୍ ଯେତିକି ଆମେ ଜାଣିଛେ ସେତିକି ଆମେ କହିପାରୁଛେ ଆମେ ତ ଅଧିକା କିଛି ଲେଖା ଅଛି ସ୍ତ୍ରୀ ସଂଗ୍ରାମ ଋତୁ କାଳେ କେବଳ ପୁତ୍ର ଜନ୍ମ ଅଟେ ସ୍ତ୍ରୀ ସଂଗ୍ରାମ ଋତୁ ମତେ କେବଳ ପୁତ୍ର ଜନ୍ମ ଅଟେ ସୃଷ୍ଟି କରିବା ପାଇଁ ଦରକାର ସେଇଟା ଆବଶ୍ୟକ। ବାସ୍ ଉଦୟବଟର ଅନେକ କଥା ଆମେ ଜାଣିଛେ ଅଚ୍ୟୁତ କହିଛନ୍ତି କିନ୍ତୁ ଏଠାରେ ଗୋଟେ ବଟ ଅଛି ସେ ବଟରେ ଧଳା ଶ୍ଵେତପତ୍ର ଅଛି। ଶ୍ଵେତପତ୍ର କୋଉ ବଟରେ ଅଛି ଆଉ ସେ ଶ୍ଵେତପତ୍ରର ବିଶେଷତ୍ୱ କ'ଣ ଅଛି ସେ କେବେ ବାହାରିବ କ'ଣ କେମିତି ଘଟିବ ସେ ବିଷୟଟି ଜାଣିବାକୁ ଚାହୁଁଛୁ ଆଜ୍ଞା ଟିକେ କହିବେ। ଶ୍ଵେତପତ୍ର ଅଛି ବୋଲି କହୁଛନ୍ତି ବଟ ଉଦୟ ବଟରେ ଶ୍ଵେତପତ୍ର ବରଗଛରେ ଅଛି ବୋଲି ବି କହୁଛନ୍ତି କିନ୍ତୁ ଆମେ ତ ଏପର୍ଯ୍ୟନ୍ତ ତାକୁ କେବେ ବି ଦେଖିବାକୁ ପାଇନୁ। ନାଇଁ କହୁଛନ୍ତି ନା ଲେଖା ଅଛି କିଛି ସେଇଟା ଟିକେ ଜାଣିବା ଲେଖା ଅଛି ଲେଖା ଆମ ଉଦୟ ସ୍କନ୍ଧରେ ସେ ବାବଦରେ ଲେଖା ନାହିଁ ଉଦୟ ସ୍କନ୍ଧର ନାହିଁ ଆମର ବନ୍ଧୁ କହୁଥିଲେ ସେ ବିଷୟରେ କିଛି ଲେଖା ଅଛି ବନ୍ଧୁ ଟିକେ କଥା ଦେଖିବେ। ଅଚ୍ୟୁତ ଲେଖିଛନ୍ତି ଅଚ୍ୟୁତ ତାଙ୍କର ବହିରେ ଲେଖିଛନ୍ତି ଯେ ଉଦୟ ବଟର ଶ୍ଵେତପତ୍ର ତିନିଟା ଅଛି ସେ ଚିର ସବୁଜ ସେ ସବୁଦିନ ଅଛି ସେ ସତ୍ୟ ଯୁଗରୁ ଅଛି ସେ ପତ୍ର ଦିନେ ଛିଡ଼ିବ ପ୍ରଭୁ ଯୋଉଟା କହୁଛନ୍ତି ସେ ଅଛି ସେଟା ବାହାରିବ କେତେବେଳୁ କେତେ ସମୟ ଆସିଲେ ଅଛି କି ଆମେ ବାହାର କରିପାରିବାନି ଆମକୁ ଦେଖେଇ ପାରିବାନି ଆମେ ଦେଖିଛୁ ବୋଲି କହିପାରିବାନି ସିଏ ସମୟକୁ ଅପେକ୍ଷା ଲୋକ କଥାରେ ଅଛି ନାଇଁ ନାଇଁ ମହାପୁରୁଷ ଲେଖିଛନ୍ତି ଆମେ ଅକ୍ଷରକୁ ବୁଝିଲେ ଆମେ ଏଟା ବୁଲି ଦେଉଛେ ନା ବୁଲି ଦେଉଛେ ଏଟା ହଉଛି ଜୀବନତା ଯେତିକି କ'ଣ କାହିଁକି ପଢ଼ ଏଇଟା ପଢ଼ୁଛି କ'ଣ କରୁ ସୁପୁତ୍ର ଭେଟି ଦେଇ ରୋପ୍ୟ ଯାହାର ଭାରତ ତାହାର ଅଧିକୃତ ପାରାଦୀପ ବନ୍ଦର ବୁଝ ଯାହାର ନାମେ ସୁପୁତ୍ର ଭାରତ ତାହାର ଅଧିକୃତ ମହାଜାତିର ନିର୍ଦ୍ଦେଶରେ କୁଜଙ୍ଗ ରାଜ୍ୟ ଆସିବାରେ ଭୂତପୂର୍ବ ରାଜବଂଶରେ ବିଧି ଭାବେ ପ୍ରତିନିଧିରେ ରତ୍ନମାଳୀ ନାମ ଯେ ତାର ସ୍ୱାମୀ ନାରାୟଣ ସଙ୍ଗର ଭେଟି ଦେଇ ରୌପ୍ୟ ଜାହାଜ ପାରାଦୀପ ବନ୍ଦର ବୁଝ ପୃଥିବୀ ମଧ୍ୟ ଚକ ଚକ ଚହଳ ପଡ଼ିବ ମୂଲକ ଉଦୟ ବଟ ଧାମରେ ହିଁ ଧ୍ୟାନରେ ନିମଗ୍ନ ରହି ଲୀଳା ଯେ ହୋଇବ ପ୍ରକଟ ଆସିଛନ୍ତି ସେଇମାନେ ଏଠି ଝାଡ଼ୁ କରନ୍ତି ରୋଷେଇ କରନ୍ତି ଘଣ୍ଟା ବାଡ଼ନ୍ତି ଗିନି ବାଡ଼ୁଛନ୍ତି ମାନେ ତାଙ୍କ ସମୟରେ ସବୁ ନାଟକ ହେବା କଥା ହଉଛି ସମସ୍ତଙ୍କୁ ଆଣିକି ଆଇଛନ୍ତି ସେଇମାନେ ଏଠି ଖେଳ କରୁଛନ୍ତି ମୂର୍ଖ ଖେଳ ହବ ଏଠି ପାଠ ଆଇଲେ କାମ କରିବନି ତ ବର୍ତ୍ତମାନ ଆଜ୍ଞା ଏତିକି ଶୁଣନ୍ତୁ ଯୋଉମାନେ ଏଠି ରେକର୍ଡିଂ କରି ନେଉଛନ୍ତି ଯେ ଉଦ୍ୟମଟା ପାର କରି ଅନାହତି ଧରି ସମସ୍ତେ କିଣି ପୁରା ଚାରିଟିର ହସ୍ତକରେ ଏଠି ହୋଇ ଆମର ତେବେ ଯାଇକି କଣିର 15 ତାକୁ ମାପ ଲେଖିବେ ତାଙ୍କର କାମ ହେଉଛି କ'ଣ ये रेकर्ड में लिखी कि ताको सुना करछि ताको नौनांती ताको गोटे से व्यवसाय अच्छा तो किछि भलो बाबा माने हमकु मिलिबा दरकार जो माने हमर साधना को नै करी आगु को बढ़िबा दरकार ये आपण सामने साधु अछंती साधु नहांती बोली कथा हां भलो साधु पाई परुने सही कथा कहछि काहे कि साधुमय जगत साधु साधु जगत नै साधु अछंती ठीक अछि परम साधु माने अंतर्धान हे नांदी आगे पवन होली साधु समस्त हृदय साधु मधु ना आज्ञा तो संग करिया दरकार साधु दुनिया साधु बाहर साधु काई देखो भीतर साधु को देखो आज्ञा आज्ञा सेई साधुता तो आम पाखरे रहिছে ना आज्ञा तो सेई साधुता को आमे जदी बाहर के परिप्रकाश करिबा ना नहीं ताले भलो होई परिबो साधुता तो स्वतंत्रता आज्ञा स्वाधीन स्वनाम परम हंस भजन नाम चली अजपा भजन से होती साधु मधु जहाँ भी रहू आमर यही साधनार पीठ सिद्ध साधु महापुरुषों पीठरे आज आम
संध्या समय किसी भागवत चर्चा रखिले एवं बंधु मानक सह किसी आलोचना मध्य रखिले जन्म मरण जीवन मृत्यु पूर्वजन्म जहाँ भी रहू आज धाम जदि आम बसी रहीचे हुए तो तांकर किसी पूर्वकल्पित होता है पारे जदिव भी जन्म पूर्वजन्म सब रही अच्छी ये सब मध्य सत्य होता है पारे तो ये आमर मिलन मध्य होता है पारे नहीं कि ना नहीं तो आउ किछि तो नयन कुकर स्थिर हो सुमन उदय हेबे निराकार अच्छा तपत कांचन जहांक शरीर तांकु बारे ध्यान कर पाइछि पार हो आज्ञा आमे जगन्नाथ चतुर अक्षर जेबे होए जीव स्थिर अच्छा एकाग्र भाव देखो ईश्वर तेणु शंकर बहुत बहुत धन्यवाद।